ଜୟଗୁରୁ ଆପଣଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ପ୍ରୟାସକୁ ସ୍ୱାଗତ ଓ ଅଭିନନ୍ଦନ। ଆଶା କରେ ଆପଣ ପରମ ପିତାଙ୍କ ଦୟାରୁ ଭଲରେ ଥିବେ ଓ ସପରିବାର ଖୁସିରେ ଥିବେ। ଆଜି ଆମେ ସେହି ଆପଣମାନଙ୍କ ନିକଟକୁ ତୋଳି ଧରିବାକୁ ଯାଉଛୁ ସେହି ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସେହି ଭାବଧାରାକୁ ନେଇ ଆପଣମାନଙ୍କ ନିକଟରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଧର୍ମଧାରାର କତିପୟ କଥା। ପରମ ପିତାଙ୍କ ଧରାବତରଣ ଆଣେ ଜୀବନ ବନ୍ଧନର ସମାଧାନୀ ସୂତ୍ର। ଯେତେବେଳେ ବଞ୍ଚିବା ବଢ଼ିବାର ମାର୍ଗରେ ମୌଳିକ ସମସ୍ୟା ସକଳ ସୃଷ୍ଟି ହୋଇ ମନୁଷ୍ୟକୁ ବିଚଳିତ କରି ତୋଳେ, କୁହେଳିକାଚ୍ଛନ୍ନ ମାର୍ଗରେ ସେ ଦିଗ ନିର୍ଣ୍ଣୟ କରି ନ ପାରି ଉବୁଟୁବୁ ହୋଇ କୂଳ କିନାରା ଖୋଜି ବୁଲୁଥାଏ, ସେତେବେଳେ ହିଁ ଯୁଗ ପୁରୁଷୋତ୍ତମ ତାକୁ ଯୁଗ ମାଫିକ ଚଳଣି ବତାଇ ଦେଇ ତାର ସମସ୍ୟାର ସମାଧାନ ସହିତ ଶାନ୍ତି ସ୍ୱସ୍ତିର ବିଧାନ ଦେଇଥାନ୍ତି। ସେଥିପାଇଁ ପୁରୁଷୋତ୍ତମ ହେଉଛନ୍ତି ସେ ଯୁଗର ସର୍ବୋତ୍ତମ ପୂରକ ପୁରୁଷ, ପ୍ରାଜ୍ଞ ସମାହିତ ଚେତା ଓ ଲୋକପାଳି। ଯୁଗ ଧର୍ମର ବିଧାତା ଓ ନିୟନ୍ତା ରୂପେ ସେ ମାନବୀୟ ଲୀଳା ପ୍ରକାଶ କରନ୍ତି, କିନ୍ତୁ ଅତି ମାନବୀୟ ଲୀଳା ସ୍ୱଚ୍ଛ ପ୍ରତିବିମ୍ବିତ ହୋଇ ଉଠେ ତାଙ୍କରି ଚରିତ୍ରରେ। ସେ ଯୁଗାନୁକୂଳ ସଂସ୍କାରବାଣୀ ବିଶ୍ୱର ବିବର୍ତ୍ତନ ଓ ବିବର୍ଦ୍ଧନ କରୁଥିବାରୁ ତାଙ୍କ ପ୍ରବର୍ତ୍ତିତ ସଂସ୍କାର ସହଜବୋଧ ହୁଏ ନାହିଁ। ବିଶ୍ୱ ତାଙ୍କୁ ଆତ୍ମୀକୃତ କରିବା ପାଇଁ ବହୁ ସମୟ ଲାଗେ। ମାତ୍ର ବିବିଧ ପୁରୁଷ ଶ୍ରୀ ଓ ବିଧାନକୁ ଅନୁସରଣ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧରାବକ୍ଷ ତ୍ୟାଗ କରି ଚାଲିଯାଆନ୍ତି ଗୋଲୋକ ଧାମକୁ। ଆଉ ସୁପ୍ରତିଷ୍ଠିତ ଭାବଧାରାକୁ ଅକ୍ଷୁଣ୍ଣ ରଖି ବୁଦ୍ଧ ପରି କରି ତୋଳିବାକୁ ରଖିଯାଆନ୍ତି ପରମ୍ପରା ଆଚାର୍ଯ୍ୟ ଧାରା। ସ୍ୱୟଂ ଯୁଗ ପୁରୁଷୋତ୍ତମ ହିଁ ଆଚାର୍ଯ୍ୟ, ସେ ହିଁ ନିର୍ଣ୍ଣୟ କରନ୍ତି ତାଙ୍କ ଧର୍ମଧାରାର ପରବର୍ତ୍ତୀ ଆଚାର୍ଯ୍ୟ। ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଏହିପରି ଦିନେ ତାଙ୍କର ମନୋନୀତ ପୁରୁଷ ଶ୍ରୀ ଶ୍ରୀ ବଡ଼ଦାଙ୍କୁ ତାଙ୍କରି ଅବର୍ତ୍ତମାନରେ ସତ୍ସଙ୍ଗର କର୍ଣ୍ଣଧାରା ଓ ଆଚାର୍ଯ୍ୟ ପୁରୁଷ ରୂପେ ପ୍ରତିଷ୍ଠିତ କରି ଯାଇଥିଲେ। ଆଉ ଶ୍ରୀ ଶ୍ରୀ ବଡ଼ଦା ଶ୍ରୀ ଶ୍ରୀ ଦାଦାଙ୍କୁ ଏବଂ ଶ୍ରୀ ଶ୍ରୀ ଦାଦା ପୂଜନୀୟ ବାବାଇଦାଙ୍କୁ ତାଙ୍କର ପ୍ରତିଭୂ ରୂପେ ଗ୍ରହଣ କରି ନେଇଥିବାର ଜଣାଯାଏ। ଇତିହାସ ପୃଷ୍ଠାକୁ ଲେଉଟାଇଲେ ଜଣାଯାଏ ଏହି ଆଚାର୍ଯ୍ୟ ପରମ୍ପରାର ଅଭାବରେ ଏହି ସମାଜ ଦିଗ୍ଭ୍ରଷ୍ଟ ହୁଏ ଏବଂ ଆଣିଦିଏ ବିକୃତି ଭାବଧାରା। ଅବତାର ପୁରୁଷ ଓ ଧର୍ମ ପ୍ରବକ୍ତାମାନଙ୍କର ଲୋକପାବନୀ ଭାବଧାରା ବିଲୁପ୍ତ ହେବାର ପ୍ରଧାନ କାରଣ ହେଲା ଉପଯୁକ୍ତ ଆଚାର୍ଯ୍ୟ ପରମ୍ପରାର ଅଭାବ। ଯିଏ ନିଜର ବାସ୍ତବ ଜୀବନରେ ପୁରୁଷୋତ୍ତମ ବା ଅବତାର ପୁରୁଷଙ୍କ ଭାବଧାରାର ସଫଳ ରୂପାୟନ କରିବା ସଙ୍ଗେ ସଙ୍ଗେ ତନ୍ନିଷ୍ଠ ଏବଂ ତଦଭାବାପନ୍ନ ତନ୍ମୟ ବ୍ୟକ୍ତିତ୍ୱ ଲାଭ କରି ପାରିଥିବେ, ସେ ଧନ୍ୟ। ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ ଇଷ୍ଟ ରାଗେ ଅତୁଟ ଜିନି ସାଧନ ଆଚାର ଶୀଳବାନ, ଆଚାର୍ଯ୍ୟ ଗୁରୁ ତାଙ୍କେଇ ଜାନିସ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାବାନ। ଅନୁଶ୍ରୁତି ଗ୍ରନ୍ଥ। ପ୍ରାଚୀନର ନବୀନ ଅର୍ଥନାଶେ ଭବିଷ୍ୟର ପରମ ମୂର୍ଚ୍ଛନା, ବର୍ଦ୍ଧନ ଯଜ୍ଞର ପରମ ଉଦ୍ଗାତା ସେ, ଉନ୍ନତିର ପରମ ଅଧୈର୍ଯ୍ୟ, ଅନନ୍ତରେ ଆଗେଇ ଯିବାର ପ୍ରୋଧ୍ୟାସୀ ଋତିକି ସେହି ନବୀନ ମନ୍ତ୍ର, ନବୀନ ଛନ୍ଦ, ନବୀନ ଲାସ୍ୟ ଲାଲିମ ଦୀପନରେ ଗଢ଼ି ତୋଳେ ସାହିତ୍ୟ, ଗଢ଼ି ତୋଳେ ଶିଳ୍ପ, ଗଢ଼ି ତୋଳେ ବିଜ୍ଞାନ, ଗଢ଼ି ତୋଳେ ଅର୍ଥନୀତିର ଅନିନ୍ଦ୍ୟ ଅଭ୍ୟୁତ୍ଥାନ ଯୋଗ୍ୟତାର ଯୋଗଦୀପ୍ତ ତପାନୁଶୀଳନ, ପ୍ରବର୍ଦ୍ଧନାର ବର୍ତ୍ତନ ଦୀପନା, ବଞ୍ଚି ଉଠିବାର ଉଦାତ୍ତ ଛନ୍ଦରେ, ସଲିଳ ଲାସ୍ୟରେ ଜଗାଇ ତୋଳେ ଅମୃତର ମଧୁମର୍ଯ୍ୟାଦା। ତେଣୁ ଜାଗି ରୁହ, ଅଜ୍ଞତାରେ ଶୋଇପଡ଼ନା, ଗ୍ରହଣ କର ତାଙ୍କୁ, ଅଧିଷ୍ଠିତ କର ତୁମର ଅନ୍ତରରେ, ତାଙ୍କରି ନବୀନ ମନ୍ତ୍ରରେ ଦୀକ୍ଷିତ ହୁଅ। ସେହି ଅନୁଶାସନରେ ଆତ୍ମନିୟନ୍ତ୍ରଣ କର, ବ୍ୟକ୍ତିତ୍ୱ ବିନାୟିତ କର। ସେହିପରି କରି ତାଙ୍କରି ସ୍ମୃତିର ଆଲୋକ ଜାଳି ସେହି ବ୍ୟକ୍ତିତ୍ୱର ଅନୁଦୀପନାରେ ପ୍ରାର୍ଥନାର ସକ୍ରିୟ ଚଳନ ଭଙ୍ଗୀରେ ତାଙ୍କର ଆରତି କର। ଅନ୍ତର ମନ୍ଦିରରେ ବାଜି ଉଠୁ ଘଣ୍ଟା, ବାଜି ଉଠୁ ଶଙ୍ଖ, ବାଜି ଉଠୁ ଝାଞ୍ଜ ମୃଦଙ୍ଗ, ବାଜି ଉଠୁ ମୁରଲୀର ଛନ୍ନତାୟିତ୍ୱ ଲସିତ ନର୍ତ୍ତନ, ବାଜି ଉଠୁ ବୀଣାର ବିପ୍ଳବୀ ମନ୍ଦିର ସ୍ପନ୍ଦନ। ସାର୍ଥକ ହୋଇ ଉଠ, ସନ୍ଦୀପ୍ତ ହୋଇ ଉଠ, ସହନ୍ତ ହୋଇ ଉଠ, ସକ୍ରିୟ ହୋଇ ଉଠ। ସବ୍ୟସ୍ତି ସମିଷ୍ଟିରେ ଏକ ନର୍ତ୍ତନରେ ସକ୍ରିୟ ଝଙ୍କାରରେ ସୁଜାଗ୍ରତ ହୋଇ ଉଠୁ। ଜାଗୃହି ବୋଲି ଆବାହନ କର ଅନ୍ତରର ଦୀପାଳି, ଆବେଗରେ ଭକ୍ତିର ସିଂହାସନରେ ତାଙ୍କୁ ଆବାହନ କର, ବସାଅ, ଆରତି କର। କୁହ ଜୟ ଜଗଦୀଶ୍ୱର, କୁହ ବନ୍ଦେ ପୁରୁଷୋତ୍ତମ। ଈଶ୍ୱରଙ୍କର ଶୁଭ ଆଶୀର୍ବାଦ ବ୍ୟକ୍ତ ପ୍ରତୀକ ହିଁ ପ୍ରିୟ ପରମ ପ୍ରେରିତ ପୁରୁଷୋତ୍ତମ। ପୁଣି କୁହ ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍।
ଆଦର୍ଶ ବିନାୟକ ଗ୍ରନ୍ଥର 189 ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବାଣୀରୁ ଆପଣମାନଙ୍କ ନିକଟରେ କିଛି ଉପସ୍ଥାପନ କରିବାକୁ କଲି। ପୁଣି ଆପଣମାନଙ୍କୁ ଆଗାମୀ ଦିନରେ ସେହି ପରମ ପ୍ରେମମୟଙ୍କର ଆଉ କିଛି କଥାକୁ ଆପଣମାନଙ୍କ ନିକଟରେ ତୋଳି ଧରିବୁ। ରହୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।